ପାଞ୍ଚ ଅଧ୍ୟାୟ 8 ପର୍ବ ପିଓର ଇନ୍ ହାର୍ଟ ଅର୍ଥାତ୍ ଶୁଦ୍ଧ ବିବେକ ବା ଶୁଦ୍ଧ ହୃଦୟ। ମାଥ୍ୟୁ 5:8 ଜଣେ କି ପଢିକି ଆମକୁ ସାହାଯ୍ୟ କରିବେ। ସଚିତ ଲୋକ ଧନ୍ୟ କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଆମେନ୍। ଏ ସ୍ଥାନ ଲେଖାଯାଏ ଶୁଦ୍ଧ ଚିତ୍ତ ଲୋକେ ଧନ୍ୟ କାରଣ ସେମାନେ ହିଁ ଈଶ୍ୱରଙ୍କର ଦର୍ଶନ ପାଇବେ। ଏ ସ୍ଥାନରେ ଆମେ ମାନେ ଫୋକସ୍ କରିବା the concept of inner purity and its reward। ଭିତରର ଶୁଦ୍ଧତା ଆମର ଜୀବନର ଭିତରର ଶୁଦ୍ଧତା ଆଉ ତାର ରିୱାର୍ଡ ବା ତାର ପୁରସ୍କାର ବିଷୟରେ ଆମେ ମାନେ ଚିନ୍ତା କରିବା। କାରଣ କ'ଣ? ଅନେକ ସମୟରେ ଆମେ ପବିତ୍ରତା ଆଉ ଧାର୍ମିକତା ଅନ୍ୟଙ୍କ ସାମ୍ନାରେ ଆମେ ମାନେ ଦେଖେଇ ଥାଉ ବା ଅନ୍ୟକୁ ଦେଖିବା ପାଇଁ ଆମେ ଏହି ପ୍ରକାର ଆଚରଣ ଉଚ୍ଚାରଣ କରିଥାଉ, କିନ୍ତୁ କୋଉଠି ନା କୋଉଠି ଯେତେବେଳେ ଆମେ ମାନେ ଟିକେ ଦୂରେଇ ରହୁ, ଏକୁଟିଆ ରହୁ ବା ଜଗତ ଲୋକମାନଙ୍କ ସହିତ ରହୁ, ସେତେବେଳେ ଆମର ପ୍ରକୃତ ରିଆଲିଟି ବିଷୟ ପ୍ରକୃତ ବିଷୟ ଆଉ ଆମଠାରେ ଦେଖାଯାଇଥାଏ। ବାହିକ ଭାବେ ପବିତ୍ରୀକରଣ ବା ବାହିକ ଭାବରେ ପ୍ୟୁରିଟିକୁ ଆମେ ବେଶ ମେଣ୍ଟେନ୍ କରିପାରୁ। ଯେମିତିକା ସେଦିନ ସେ ଡିମ୍ବିରି ଗଛ ବୃକ୍ଷ ଯଦି ଆମେ ମାନେ ଚିନ୍ତା କରିବା, ଆଉ ତାହା ଅତି ସୁନ୍ଦର ଭାବରେ ହରା ଭରା ହେଇକି ଥିଲା। ସେ ପରିପ୍ରକାଶ କରୁଥିଲା କି ମୁଁ ଅତ୍ୟଧିକ ପ୍ୟୁରିଟି ବା ଅତ୍ୟଧିକ ପବିତ୍ରତାର ସହିତ ଅଛି। ସେ ବହୁତ ସୁନ୍ଦର ଦେଖାଉଥିଲା, କିନ୍ତୁ ଯୀଶୁ ଯେତେବେଳେ ତା ପାଖକୁ ଯାଉଛନ୍ତି ଆଉ ତାର ଫଳକୁ ଦେଖୁଛନ୍ତି, ଖୋଜୁଛନ୍ତି, ସେତେବେଳେ କିଛି ପାଉନାହାନ୍ତି। ତେବେ ଜଣା ପଡୁଛି ସେଇ ସମୟରେ ତାର ପ୍ୟୁରିଟି କ'ଣ ଥିଲା? ବାହିକ ପ୍ୟୁରିଟି ବା ତାର ଶୁଦ୍ଧତା କ'ଣ ଥିଲା? ବାହିକ ଶୁଦ୍ଧତା ଥିଲା, କିନ୍ତୁ ଭିତରେ ଅଲଗା କିଛି ବିଷୟ ଥିଲା। ଆଜି ଏ ବାକ୍ୟ ଆମକୁ ଶିଖାଏ ଆମର ଭିତରୁ ମଧ୍ୟ ଆମର ଅନ୍ତଃକରଣରୁ ମଧ୍ୟ ଆମକୁ ପବିତ୍ର ହେବାକୁ ଆବଶ୍ୟକତା ଅଛି, ଶୁଦ୍ଧ ହେବାକୁ ଆବଶ୍ୟକତା ଅଛି। ଆଉ ତାର ରିୱାର୍ଡ କ'ଣ? ତାର ପ୍ରତିଫଳ ବା ପୁରସ୍କାର କ'ଣ? ଯଦି ଆମେ ମାନେ ଆମର ଅନ୍ତଃକରଣ ଶୁଦ୍ଧ ହେବ, ତାହେଲେ ହିଁ କେବଳ ଆମେ ପରମେଶ୍ୱରଙ୍କର ଦର୍ଶନ କରିପାରିବା। ଯାକୋବ ପୁସ୍ତକ 4 ତାର 8 ଅଧ୍ୟାୟ ସେ ସ୍ଥାନ ଲେଖାଯାଏ Draw near to the Lord and he will draw near to you. Cleanse your heart, you sinners, and purify your heart, you double-minded। ଟିକେ ଏ ପଢି ଦିଅନ୍ତୁ। ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ, ତହିଁରେ ସେ ତୁମର ନିକଟବର୍ତ୍ତୀ ହେବେ। ପ୍ରଥମେ ତୁମକୁ ବା ଆମକୁ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ପଡିବ। ପ୍ରଥମେ ଆମେ ତାହାଙ୍କୁ ସନ୍ତୁଷ୍ଟ କରିବାକୁ ପଡିବ। ତାଙ୍କ ନିକଟବର୍ତ୍ତୀ ହେବ ମାନେ ତାହାଙ୍କୁ ସନ୍ତୁଷ୍ଟ କରିବାକୁ ପଡିବ, ତାହାଙ୍କ ଆଜ୍ଞାଧୀନ ହେବାକୁ ପଡିବ। ତେବେ ଯାଇକି ଆମେ ତାଙ୍କ ନିକଟବର୍ତ୍ତୀ ହେଇପାରିବା। ଆଉ ଯେତେବେଳେ ଆମେ ମାନେ ନିକଟବର୍ତ୍ତୀ ତାଙ୍କର ହେବା, ସେ ମଧ୍ୟ ଆମର କ'ଣ ହେବେ? ନିକଟବର୍ତ୍ତୀ ହେବେ। ଆମେ ଗୋଟେ ଏଇଠି ଜାଗାରେ ଖାଲି ବସିକି କଥା କହିଲେ ହେବ ନାହିଁ, ଆମକୁ ତାଙ୍କର ନିକଟବର୍ତ୍ତୀ ହେବାର ଆବଶ୍ୟକତା ଅଛି। ନିକଟବର୍ତ୍ତୀ ହେବା, ସେ ତହିଁରେ ଆମର ନିକଟବର୍ତ୍ତୀ ହେବେ। ଆଉ ଯେତେବେଳେ ସେ ନିକଟବର୍ତ୍ତୀ ହେବେ, ତାପରେ କ'ଣ ଲେଖାଯାଏ? ହେ ପାପୀମାନେ
तुम मान को हस्त सूची करो पुणी हे दी मन माने ए दुई मना माने तुमको हृदय शुद्ध करो तुम मान को हृदय कौन करो शुद्ध करो जेते पर्यंत तुमे मानकर हृदय शुद्ध हेई नथिबो सेते पर्यंत तुमे माने ईश्वर निकटवर्ती हेई परिबो नै जेते पर्यंत आमे माने दया करी टिके आपनको मोबाइल म्यूट करंतु मोर प्रिय माने बारंबार मु कहि परिबिनी आप से विषय को ध्यान दियंतु जेते बेले आमे माने ताहंकर निकटवर्ती हेबा तहिरे से हमर निकटवर्ती हेबे आ आमे सेतबे तकर निकटवर्ती हे परिबा जेते बेले आमे माने कोन हे परिबा अपना हस्तर को प्रक्षालन करिबा हम अंतकण को प्रक्षालन करिबा आउ आमे दुई मना मनोभाव रु चरित्र रु आमे माने कोन हबा बाहरी परिबा सेति पय लिखा जाय स्थान हे पापी माने तुमे माने कोन करो अपना तुमको हस्त सूची करो तुम मान को हस्त को सूची करो अर्थात तुमे केउ कार्य करूछ तुमे कथा तो भलो कहूछ तुमे भलो वाक्य कहूछ भलो प्रार्थना करछ तुमे भलो गीत गाउछ भलो उपासना करूछ किंतु तुमे कार्य कोन करछ तुमे जा मुहरे कहूछ ताको अस्वीकार करछ तुम कार्य द्वारा तुमे कहूछ गोटे आउ करूछ गोटे सेति पई जदि तुमे प्रभु कर निकटवर्ती हबा पई चाहो जदि तुमे प्रभु को देखिबा पई चाहो ताले प्रथमे तुम हाथ रो कार्य प्रति तुमे सचेतन हुओ आमे सकाळु प्रार्थना करूचंती भोर उठी की उपासना कले गीत गाइले वाक्य अध्ययन करूचंती किंतु मोर प्रिय माने रखिबो आमे दिन सारा करूचंती कोन हम हातर कार्य द्वारा हमर विश्वास को स्वीकार करचंती ना अस्वीकार करचंती सेति पई लेखा जाय प्रथम विषय जदि तुमे प्रभु को दर्शन करिया पई चाहो प्रभु को निकटवर्ती होबा पई चाहो ताले तुमे हातर कार्य प्रति सावधान हो आज दिन तुमे केउ प्रकार कार्य करिवो केउ प्रकार कार्य करिवो नै सेति पई हम मान को सावधान हेबार आवश्यकता अछि द्वितीय विषय कोन आपना अंतःकरण को कोन करो सूची करो पढो कोन लिखा जाय पुणी हे दी मन माने हां पुणी दुई मना माने तुमको हृदय शुद्ध करो तुमको हृदय को तुमे शुद्ध करो काहे कि तुमे दुई प्रकार जीवन अतिबाहित करूछ जेतो विश्वासी मानको सहित कथा होउछ केते प्रेम रे प्रत्येक कथा रे हालेलुया प्रत्येक कथा रे प्रेज द लॉर्ड प्रत्येक कथा रे प्रभु प्रभु किंतु जेतो विजातीय मान संगे कथा होउछ जेतो संग साथी माने कथा होउछ सेतो कोन कोन मोरु बारुछ दुई प्रकार जीवन काटुछ एबे सकाळु केते आनंदर सहित तुमे प्रभु को निकट को आसिलो उपासना कलो गीत गाइलो वाक्य ध्यान कलो सब विषय कलो किंतु एटा सरी गला परे तुमे कोन करछ गोटे पाद प्रभु रे आ गोटे पाद आउ सब रे गोटे पाद पवित्रता रे आ गोटे पाद जगत रे मोर प्रिय माने तुमे माने दुई प्रभुर दास होई परिबो नाही सेति पे लिखा जाय तुमे जो दुई मना डबल माइंडेड सब दुई प्रकार कथावार्ता दुई प्रकार मनोभाव दुई प्रकार चिंता दुई प्रकार जीवन शैली दुई प्रकार कार्य ए सकल दुई प्रकार विषय तुमे कोन करो अपना हृदय को सूची करो पवित्र करो प्योर हुओ जेते बंद दुई प्रकार विषय हेबो ता प्योर हेई परिबो नाही जेते बंद सुना रे अन्य किछि विषय मिसी कि थिबो ता प्योर हेई परिबो नाही केते प्योर हेबो जेते निया रे पड़ी आउटा हबो परिष्कार हेबो खाद अलगा हे जीवो ता परे बाहरिबो प्योरिटी जेते बंद एई प्रकार मिश्रित जीवन आमे माने काटिबा जेते बंद जगतर समस्त विषय पुनिया रे प्रभुकर विषय मिश्रित भाव रे आमे माने काटिबा मिश्रित जीवन काटिबा दुई प्रकार मनोभाव रखिबा दुई प्रकार आचरण उच्चारण करिबा दुई प्रकार भाषा परिभाषा कथावार्ता करिबा दुई प्रकार चिंता करिबा मोर
मोर प्रिय माने आमे माने परमेश्वर निकटवर्ती परिबा नाही ए जो आमे माने पार्वती उपदेश आज आमे माने देखुचंती किछि दिन हला आउरी कि दिन देखिबा ए सकल विषय गोटे स्वर्गीय यात्रीर बा स्वर्गीय नागरिकर आचरण बा लाइफस्टाइल विषय कहे जदि जने स्वर्गीय लोक अछि तार आचरण उच्चारण केमिति होबा दरकार ता जीवन शैली केमिति होबा दरकार सेही विषय ए शिक्षा जीसु तांकर शिष्य मानकु दउथिले आ सेति पे लिखा जाए प्योरिटी बिना तुम्हें सदा प्रभु को दर्शन देखि परिबो नाही पवित्रता बिना तुम्हें सदा प्रभु को दर्शन करि परिबो नाही तुम्हें ताहाक निकटवर्ती हो तहिरे से तुम निकटवर्ती हेबे आ तुमको निकटवर्ती होबा पई हेले तुमको ए दुईटी विषय करिया को पड़िबो कोन करिया पड़िबो तुम हाथ तो कार्य प्रति सावधान हो आ तुम हृदय रो जो दुई प्रकार मनोभाव अछि दुई प्रकार विषय अछि से दुई प्रकार विषय को तुम्हें परिष्कार करो तुम हृदय को शुचि करो पवित्र करो प्योर करो माथ्यू लिखित सुसमाचार 23 अध्याय तार 25 और 26 दुईटी पद आमे माने पढ़िबा हाय दंडर पात्र कपटी शास्त्री और फारुसी माने कारण तुम्बे माने गिना और थालीर बाहर परिष्कार करुथाओ मात्र भीतर से गुड़ाक लुंठन कर्म और इंद्रिय सेवारे परिपूर्ण कौन कहा जाए दंडर पात्र फारुसी आउ साधुकी माने काहे कि से माने दंडर पात्र कारण से माने डुअल माइंडेड थिले दुई प्रकार हृदय रो मालिक थिले आ जोडी दुई प्रकार थाए सेडी सुचिता न थाए पवित्रता न थाए शुद्धता न थाए आ सेमान को सेति पई ए विषय कोआ जाउची कोन कोआ जाउची ए दंडर पात्र फारुसी और साधुकी माने तुम माने कोन करो कारण तुम माने गिना और थालीर बाहर परिष्कार करुथाओ मात्र भीतर से गुड़ाक लुंठन कर्म और इंद्रिय सेवारे परिपूर्ण गिना आउ थाली माने पात्र को बुझाए आज से कप और प्लेट बा गिना आउ थाली आज मोर प्रिय माने आमे माने जो गिना आउ थाली को व्यवहार करिया पई चाहुचंती परमेश्वर से जेते पर्यंत आमे गिना थाली परिष्कृत न होबा सेते पर्यंत से तांको व्यवहार योग्य आमे को करि परिबे नाही से चाहते हम मान को व्यवहार करिया पाई से चाहते आपण मान को व्यवहार करिवा पाई किंतु सेते पर्यंत से व्यवहार करि परिबे नाही जेते पर्यंत हमर सुचिता पवित्रता को न देखिबे आ एठी फारुसी साधुकी माने दुई प्रकार काम करचंती गिना आ प्लेट रो बाहर पट तो धुचंती किंतु भीतर पट कोन लुंठन कर्म अन्य को लुटिबा व्यभिचार मंदता चोरी मिथ्या जेति की अपरिष्कार जेति की अंधकार जनित कार्य से सकल विषय कोडी अछि भीतर अछि बाहर खाली सब परिष्कार जेमिति का से डिबिरी गछ भीतर किछि नै किंतु बाहर कोन पूरा चकाचक थिला आजी कोठी ना कोठी मोर प्रिय माने आम मानकर विश्वासी मानकर आम मानकर जीवन आमे एई प्रकार काटु नाउ तो आमे एई प्रकार जीवन दुई प्रकार जीवन काटु नाउ तो जदि काटुचु ताहले आमे परमेश्वरंकर ग्रहणीय हेई परिबा नाही सेति पे से कोन कोंती पढंतु 26 टा हे अंध फारुसी आगे गिनार भीतर परिष्कार करो प्रथमे कोन करो भीतर परिष्कार करो प्योरिटी इन योर हार्ट यू हमर भीतर हमर अंतःकरण हमको पवित्र करिवार आवश्यकता थी शुद्ध करिवार आवश्यकता थी चित्त को शुद्ध करिवार आवश्यकता थी तेबे जाय कि आपनकर उपासना प्रार्थना वाक्य अध्ययन सब विषय काम हो
ଆପଣ ପ୍ରଭୁଙ୍କର ଉପସ୍ଥିତିକୁ ଲାଭ କରିପାରିବେ ଆପଣଙ୍କ ଜୀବନରେ। ଅଦରୱାଇଜ ଆମେ ମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିବା ନାହିଁ। ଯେପରି ସେଥିରେ ବାହାର ମଧ୍ୟ ପରିଷ୍କୃତ ହେବ। ହଁ, ଆଗେ ଭିତର ହେଲେ ବାହାର ଅଟୋମେଟିକ ପରିଷ୍କୃତ ହେବ। ଯଦି ଭିତରେ ପରିଷ୍କୃତ ନାହିଁ ତାହେଲେ ବାହାର ପରିଷ୍କାର କରିକି କିଛି ଲାଭ ନାହିଁ। ଅଟୋମେଟିକ ବାହାରର ସୌନ୍ଦର୍ଯ୍ୟ ବଢିଯିବ, ବାହାରେ ପରିଷ୍କାର କରିବା ଦରକାର ନାହିଁ। କାହିଁକି? ହୃଦୟର ପୂର୍ଣ୍ଣତାରୁ ମୁଖ କଥା କୁହେ। ଯେତେବେଳେ ଭିତରେ ପବିତ୍ର ହେଇଯିବ ସେତେବେଳେ ଆଚରଣ ଉଚ୍ଚାରଣ ସମସ୍ତ ବିଷୟ କଣ ଦେଖାଯିବ? ପବିତ୍ରକରଣ ଦେଖାଯିବ, ପବିତ୍ରୀକୃତ ଦେଖାଯିବ। ସେଥିପାଇଁ ମୋ ପ୍ରିୟ ମାନେ, ୟୁ ଆର୍ ଦ୍ୟାଟ୍ କପ୍ ଆଣ୍ଡ ପ୍ଲେଟ୍। ସେଇ ଆପଣ ମାନେ ହିଁ ସେଇ କପ୍ ଆଉ ପ୍ଲେଟ୍, ଆପଣ ମାନେ ହିଁ ସେଇ ଗିନା ଆଉ ଥାଳି, ଯୋଉ ଗିନା ଥାଳି ପରମେଶ୍ୱର ଚାହାନ୍ତି ତାହାଙ୍କର ନିଜସ୍ୱ ବ୍ୟବହାର କରିବା ନିମନ୍ତେ। ସେଥିପାଇଁ ଶୁଦ୍ଧ ହେବାକୁ ଅଛି, ପିଓର ହେବାକୁ ଅଛି, ଯେପରିକା ଆମେ ମାନେ ତାହାଙ୍କର ଦର୍ଶନ ପାଇପାରିବା ବା ତାହାଙ୍କର ଉପସ୍ଥିତିକୁ ଅନୁଭବ କରିପାରିବା। ପ୍ରଥମ ଯୋହନ 3 ଆଉ 3 ପଦ ଟିକେ ପଢି। ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି ସେ ଯେପରି ପବିତ୍ର ଅଟନ୍ତି ସେ ସେହିପରି ଆପଣଙ୍କୁ ପବିତ୍ର କରେ। ଟିକେ ତାର ପୂର୍ବ ପଦଟା ବି ପଢନ୍ତୁ। ହେ ପ୍ରିୟମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ଅଟୁ। ହଁ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କର ସନ୍ତାନ ଅଟୁ। ମୋର ପ୍ରିୟମାନେ ଧ୍ୟାନ ଦେଇକି ଶୁଣନ୍ତୁ, ଆମ୍ଭେମାନେ ବର୍ତ୍ତମାନ ଈଶ୍ୱରଙ୍କର ସନ୍ତାନ ଅଟୁ। ଆଉ ଆମ୍ଭେମାନେ କଣ ହେବା ତାହା ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ହଁ, ଆମେମାନେ ସେ ଯେପରି ଅଛନ୍ତି ସେହିପରିକି ଆମେମାନେ ତାଙ୍କୁ ଦର୍ଶନ କରିବା। ଯେପରି ଆମେ ଦର୍ଶନ କରିଥିଲେ ସେହିପରି ତାଙ୍କୁ ଦର୍ଶନ କରିବା। ସେ ଯେପରି ଅଟନ୍ତି ଆମେ ସେମିତିକା ଦର୍ଶନ କରିବା। ଆମେମାନେ ତାହାଙ୍କର ସନ୍ତାନ। ଯଦି ତୁମେ ଏଇ ବିଷୟକୁ ବିଶ୍ୱାସ କରୁଛ, ଯଦି ଆମେମାନେ ଆଜି ଏଇ ବିଷୟକୁ ବିଶ୍ୱାସ କରୁଛୁ, ତାହେଲେ କଣ କରିବାକୁ ଅଛି? ଆମ ମାନଙ୍କୁ ମଧ୍ୟ ପିଓର ହେବାକୁ ଅଛି। ତା ପର ପଦଟା ପଢନ୍ତୁ, 3ଟା ପଢନ୍ତୁ। ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ଏଇ ବାକ୍ୟ ଉପରେ ବିଶ୍ୱାସ କରେ ଆଉ ତାହାଙ୍କଠାରେ ଭରସା ରଖିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ଯେପରି ପବିତ୍ର ମାନେ କିଏ? ଖ୍ରୀଷ୍ଟ ଯେପରି ପବିତ୍ର, ଈଶ୍ୱର ଯେପରି ପବିତ୍ର, ସେ ସେପରି ଆପଣଙ୍କୁ ପବିତ୍ର କରେ। ସେଇ ପ୍ରକାର ଆମମାନେ ନିଜ ନିଜକୁ ପବିତ୍ର କରିବାର ଆବଶ୍ୟକତା ଅଛି। ତେବେ ଆମେ ତାଙ୍କର ଦର୍ଶନ ପାଇବା। ତେବେ ଆମେ ତାଙ୍କର ଦର୍ଶନ ପାଇବା ମିନ୍ସ କଣ? ତାଙ୍କର ଉପସ୍ଥିତିକୁ ଆମ ଜୀବନରେ ଅନୁଭବ କରିବା। ଆମ ପାଠ ପଢାରେ ତାଙ୍କ ଉପସ୍ଥିତିକୁ ଅନୁଭବ କରିବା। ଆମର ବୈବାହିକ ଜୀବନରେ ତାଙ୍କ ଉପସ୍ଥିତିକୁ ଅନୁଭବ କରିବା। ଆମର ପରିବାର ମଧ୍ୟରେ ତାଙ୍କ ଉପସ୍ଥିତି ଅନୁଭବ କରିବା। ଆମ ପର୍ସନାଲ ଲାଇଫରେ ତାଙ୍କ ଉପସ୍ଥିତିକୁ ଅନୁଭବ କରିବା। ସବୁ ଅବସ୍ଥାରେ ଆମେ ଅନୁଭବ କରିପାରିବା କି ପ୍ରଭୁ ଆମକୁ ସମ୍ଭାଳୁଛନ୍ତି, ପ୍ରଭୁ ଆମକୁ କଢାଇ ନେଉଛନ୍ତି, ପ୍ରଭୁ ଆମ ସହିତ ଅଛନ୍ତି, ପ୍ରଭୁ ଆମକୁ ସାହାଯ୍ୟରେ ହାତ ବଢାଉଛନ୍ତି। ଯୋଉ ସ୍ଥାନରେ ନ ହବାର କାର୍ଯ୍ୟ ପ୍ରଭୁ ଆମ ନିମନ୍ତେ ସାଧ୍ୟ କରୁଅଛନ୍ତି, ଆମକୁ ଲଜ୍ଜିତ ହେବା ପାଇଁ ଦେଇନାହାନ୍ତି। ଆମେ ନିଜେ ଅନୁଭବ କରିବା। ପ୍ରିୟମାନେ, ଯଦି ପ୍ରଭୁଙ୍କ ଉପସ୍ଥିତି ଆମ ଜୀବନରେ ନାହିଁ ତାହେଲେ ଆମ ଜୀବନ ନର୍କ ସଦୃଶ ହେଇଯିବ। କାହିଁକି? ଯେ ଯୀଶୁଙ୍କୁ ପାଇଅଛି ସେ ହିଁ କେବଳ ଜୀବନ ପାଇଅଛି। ଯୀଶୁ ଯାହା ପାଖରେ ଅଛନ୍ତି ତାରି ପାଖରେ ହିଁ କେବଳ ଜୀବନ ଅଛି। ଯଦି ଯୀଶୁଙ୍କ ଉପସ୍ଥିତି ଆମ ଜୀବନରେ ରହିବା ନାହିଁ ତାହେଲେ ଆମ ଜୀବନ ନର୍କ ସଦୃଶ ହେଇଯିବ। ଖାଲି ଚିନ୍ତା, ବିଚଳିତତା, ବ୍ୟସ୍ତତା, ରୋଗ, ସମସ୍ୟା, ଅଭାବ, ଯାତନା, କଷ୍ଟ, এই সকল ବିଷୟରେ କେବଳ ଆମେ ମାନେ ବିଚଳିତ ହବା ସତ। ମାତ୍ର ସେଇ ସମସ୍ତ, ମୁଁ କହୁନାହିଁ ଯୀଶୁ ସହିତ ରହିଲେ ଏ সকল ବିଷୟ ଆସିବନି, ଯୀଶୁ ଆମ ସହିତ ରହିଲେ ଯେ ଏ ବିଷୟ ଆସିବନି, ମୁଁ ସେ କଥା କହୁନାହିଁ। ସେଦିନ ନୌକାରେ ଯୀଶୁ ଥିଲେ, ତଥାପି ଯୀଶୁ ଶିଷ୍ୟମାନଙ୍କ ଜୀବନରେ ସମସ୍ୟା ଆସିଲା, ଝଡ଼ ଆସିଲା, କିନ୍ତୁ ଯୀଶୁ ଶିଖେଇ ଦେଲେ ସେମାନଙ୍କୁ ଝଡ଼ ସମସ୍ୟା ରେ ମଧ୍ୟ
କେମିତିକା ତୁମେ ଶାନ୍ତିରେ ରହିପାରିବ? କାହିଁକି? ମୁଁ ତୁମ ସହିତ ଅଛି। ସେ ଉଠିଲେ, ଧମକ ଦେଲେ, କହିଲେ ହେ ଅଳ୍ପ ବିଶ୍ୱାସୀ, ତୁମେମାନେ କାହିଁକି ଏତେ ଭୀରୁ, କାହିଁକି ଭୟ କରୁଛ? ତୁମେମାନେ ଭୁଲି ଯାଇଛ ମୁଁ ତୁମ ସହିତ ଅଛି ବୋଲି। ସମସ୍ୟା ଆସିବ, এই প্রকার বিষয় আসিব, কিন্তু প্রভু যদি ଆମ ତାଙ୍କ ଉପସ୍ଥିତି ଯଦି ଆମ ଜୀବନରେ ଥିବ, ମୋର ପ୍ରିୟ ମାନେ ସମାଧାନ ବି ଆସିବ, ଶାନ୍ତି ବି ଆସିବ, ଆନନ୍ଦ ବି ଆସିବ। এই ପ୍ରକାର ପରିସ୍ଥିତିକୁ ସର୍ଭାଇଭ କରିବା ପାଇଁ ପ୍ରଭୁ ଆମକୁ ସାହାଯ୍ୟ କରିବେ। এই ପ୍ରକାର ପରିସ୍ଥିତି ଉପରେ ବିଜୟ ପାଇବା ପାଇଁ ପ୍ରଭୁଙ୍କ ଉପସ୍ଥିତି ହିଁ ଆମକୁ ସାହାଯ୍ୟ କରିବ। ସେଥିପାଇଁ ମୋର ପ୍ରିୟ ମାନେ ଲେଖାଯାଏ, ଯେଉଁମାନେ এই ପ୍ରକାର ବିଷୟକୁ ବିଶ୍ୱାସ କରନ୍ତି, ଯୀଶୁଙ୍କର ଏହି ବାକ୍ୟକୁ ବିଶ୍ୱାସ କରନ୍ତି, ସେମାନେ କଣ ହେବା ଦରକାର? ଯେମିତିକା ସେ ପବିତ୍ର, ଆମକୁ ମଧ୍ୟ ପବିତ୍ର ହେବାର ଆବଶ୍ୟକତା ଅଛି। ଆଦି ପୁସ୍ତକ 39:9 ପଦ ଟିକେ ଆମେ ମାନେ ପଢିବା କି? ଆଦି ପୁସ୍ତକ 39:9। ସେଠି ଗୋଟେ ଘଟଣା ଘଟୁଛି, ଜଣଙ୍କ ବିଷୟ ଲେଖାଯାଉଛି। ପଢନ୍ତୁ। ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ଏହି ପ୍ରକାର ମୋ ଠାରୁ, ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏ ନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ ପ୍ରତି ଆଉ କିଛି ମନା ନାହିଁ। ଏ ହେତୁ ମୁଁ କି ରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ଏଠି ଯୋସେଫଙ୍କ ବିଷୟରେ ଲେଖାଯାଉଛି। ଯୋସେଫ ଆଉ ପଟିଫର ଘରେ ଅଛନ୍ତି, ଆଉ ତାଙ୍କ ଘରେ ଯେତେବେଳେ ତାଙ୍କର ସ୍ତ୍ରୀ ବ୍ୟଭିଚାର କରିବା ପାଇଁ ଦିନକୁ ଦିନ ଯୋସେଫକୁ ପ୍ରବର୍ତ୍ତାଉଛନ୍ତି, ଦିନକୁ ଦିନ ଯୋସେଫକୁ ମତାଉଛନ୍ତି, ସେହି ସମୟରେ ଯୋସେଫ ଯଦି ତାର ଇନର ପ୍ୟୁରିଟି ନଥାନ୍ତା, ତାର ଭିତର ପବିତ୍ରତା ଯଦି ନଥାନ୍ତା, ଖାଲି ଉପର ଦେଖାଣିଆ ପବିତ୍ର ଥାନ୍ତା, ତାହେଲେ ସେ ନିଜକୁ এই ବ୍ୟଭିଚାରରୁ ବଞ୍ଚିତ କରିପାରି ନଥାନ୍ତା। ଯଦି ଦୁଇ ପ୍ରକାର ମନୋଭାବ ଥାନ୍ତା, ଯଦି ଡୁଏଲ ମାଇଣ୍ଡେଡ ଥାନ୍ତା, ତାହେଲେ এই ପ୍ରକାର ବ୍ୟଭିଚାରରୁ ନିଜକୁ ବଞ୍ଚିତ କରିପାରି ନଥାନ୍ତା, ସେ ମଧ୍ୟ ବ୍ୟଭିଚାରରେ ପଡି ଯାଇଥାନ୍ତା। ମୋର ପ୍ରିୟ ମାନେ, କିନ୍ତୁ ସେ ଦୁଇ ପ୍ରକାର ଜୀବନ କାଟୁ ନଥିଲା। ତାର ପ୍ୟୁରିଟି, ତାର ପବିତ୍ରତା ଭିତରେ ଥିଲା, ଅନ୍ତଃକରଣକୁ ପବିତ୍ର କରି ରଖିଥିଲା। ଗିନାର ବାହାର କେବଳ ଚକଚକ କରିନଥିଲା, ସେ ଭିତରକୁ ମଧ୍ୟ ପରିଷ୍କାର କରି ରଖିଥିଲା। ସେଥିପାଇଁ ଏ ପରୀକ୍ଷା ଉପରେ, ସେ ପ୍ରଲୋଭନ ଉପରେ ବିଜୟ ପାଇଲା। ଆଉ ସେ କଣ କହିଲା? ମୋର ସମସ୍ତ ଅଧିକାର ଅଛି, କେବଳ ଏଇ ଗୋଟିଏ ବିଷୟ, ଯେହେତୁ ତୁମେ ତାଙ୍କର ସ୍ତ୍ରୀ, ମୁଁ ଏ ପ୍ରକାର କିପରିକି ମୂଢ କର୍ମ, ପାପ କର୍ମ ଈଶ୍ୱରଙ୍କ ବିରୁଦ୍ଧରେ ପଢନ୍ତୁ ସେ ପଦ ଟିକେ ଆଉଥରେ। ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏ ନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ ପ୍ରତି ଆଉ କିଛି ମନା ନାହିଁ। ଏ ହେତୁ ମୁଁ କି ରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ଏଡ଼େ ବଡ଼ ଦୁଷ୍ଟତା ଆଉ କାହା ବିରୁଦ୍ଧରେ? ପରମେଶ୍ୱରଙ୍କ ବିରୁଦ୍ଧରେ। ସେ କହିଲାନି ମୁଁ ତମ ସ୍ୱାମୀ ବିରୁଦ୍ଧରେ ପାପ କରିବି, ସେ କହିଲାନି ତୁମ ବିରୁଦ୍ଧରେ, ତୁମ ପରିବାର ବିରୁଦ୍ଧରେ, ମୋର ଧାର୍ମିକତା ବିରୁଦ୍ଧରେ ମୁଁ ପାପ କରିବି। ସେ ଗୋଟିଏ ବିଷୟ କହୁଛି, ମୁଁ ଯାହା କରେ ପରମେଶ୍ୱରଙ୍କ ନିମନ୍ତେ କରେ। ମୁଁ ଭଲ କଲେ ପରମେଶ୍ୱରଙ୍କ ନିମନ୍ତେ, ଖରାପ କଲେ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ। ଯଦି ମୁଁ ଏଇ କାର୍ଯ୍ୟ କରିବି, ତାହେଲେ ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଯିବି। ଏତେ ବଡ଼ ଭୁଲ ମୁଁ କେମିତି କରିପାରିବି? ନିଜ ଶରୀରକୁ ସନ୍ତୁଷ୍ଟ କରିବା ପାଇଁ, ନିଜ ଶାରୀରିକ ଅଭିଳାଷାକୁ ତୃପ୍ତ କରିବା ପାଇଁ ମୁଁ କେଉଁ ପ୍ରକାର ଏତେ ବଡ଼ ଭୁଲ କରିପାରିବି? ଆଉ କାହା ଉଦ୍ଦେଶ୍ୟରେ ଭୁଲ କରିବି? ପରମେଶ୍ୱରଙ୍କ ବିରୁଦ୍ଧରେ ମୁଁ ଯାଇପାରିବି। କାହିଁକି? ମନୁଷ୍ୟ ହେଇଥିଲେ କଣ କହିଥାନ୍ତା? ଏଠି ତ କେହି ମନୁଷ୍ୟ ନାହିଁ, କେହି ଦେଖୁନାହିଁ। କିନ୍ତୁ ମଣିଷ ବିଷୟରେ ସେ ଚିନ୍ତା କଲାନି, ସେ ଚିନ୍ତା କଲା ଈଶ୍ୱରଙ୍କ ବିଷୟରେ। ମତେ କେହି ନ ଦେଖିଲେ ବି ପରମେଶ୍ୱର ମତେ ଦେଖୁଅଛନ୍ତି। ମୋର ପ୍ରିୟ ମାନେ, ଆଜି ଦିନ ସାରା ଏଇ ବିଷୟକୁ, ଏଇ ଗୋଟିଏ ୱାର୍ଡକୁ ଆମେ ମନରେ ରଖିବା। ମତେ କେହି ନ ଦେଖିଲେ ବି ପରମେଶ୍ୱର ମତେ ଆଜି ଦେଖୁଅଛନ୍ତି। ମୁଁ କେଉଁ ପ୍ରକାର ପବିତ୍ରତାର ଜୀବନ କାଟୁଛି ନା ଅପବିତ୍ରତାର ଜୀବନ କାଟୁଛି? ମୁଁ ଗୋଟେ ପ୍ରଭୁର ଦାସ ହେଇଛି ନା ଦୁଇ ପ୍ରଭୁର ଦାସ ହେଉଛି? ଏ ବିଷୟକୁ ଆମେ ମନେ ରଖିବା। ମତେ କେହି ଦେଖୁନାହାନ୍ତି, ମାତ୍ର ଆଜି ମତେ ଖ୍ରୀଷ୍ଟ ଦେଖୁଅଛନ୍ତି। ସେଥିପାଇଁ ମୋର ପ୍ରିୟ ମାନେ, ଆମର ଇନର ପ୍ୟୁରିଟି, ଆମର ଆନ୍ତରିକ ପବିତ୍ରତା, ଆନ୍ତରିକ ଶୁଦ୍ଧତାର ଆବଶ୍ୟକତା ଅଛି।
ଯାକୁବ ସରି ଆୟୁବ ପୁସ୍ତକ 31 ତାର 1 ପଦ ଟିକେ ଏଇ ପଢନ୍ତୁ। ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି। ଏଠି ଦାଉଦ କହୁଛନ୍ତି ମୁଁ ଆପଣା ଚକ୍ଷୁ ସଙ୍ଗେ କଣ କଲି? ଆୟୁବ କଣ କହୁଛନ୍ତି? ମୁଁ ଆପଣା ଚକ୍ଷୁ ସଙ୍ଗେ ନିୟମ କଲି। ତେବେ ମୁଁ ଯୁବତୀ ପ୍ରତି କିପରି ଅନାଇବି? ମୁଁ ଯୁବତୀ ମାନଙ୍କ ଉପରେ କିପରି ଅନାଇବି? ଆମ ଅନେଇବାକୁ କେହି ଦେଖୁନାହାନ୍ତି। ଆମେ ଭାବିଥାଉ ମୁଁ ଯଦି କିଛି କାର୍ଯ୍ୟ କରିବି ସିନା ଲୋକ ଦେଖିବେ, ଆଉ ମୁଁ ଯଦି ଏମିତିକା ଅନେଇଦେବି ଚୋରା ଚାହାଣୀରେ ଟିକେ ଆଖିକୁ ତେଢେଇକି ଯଦି ମୁଁ ଅନେଇଦେବି ମତେ କିଏ ଦେଖୁଛି? ମୋର ପ୍ରିୟ ମାନେ, କିନ୍ତୁ ଏଠି କେତେ ସୁନ୍ଦର ବିଷୟ ସେ କହୁଛନ୍ତି, ମୁଁ ମୋ ଚକ୍ଷୁ ସହିତ ନିୟମ କରିଅଛି, ମୁଁ ଯୁକ୍ତି କରିଅଛି। କାହିଁକି? ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇପାରିବି ନାହିଁ। କାହିଁକି? ମୁଁ ଦୁଇ ପ୍ରକାର ଜୀବନ କାଟି ପାରିବି ନାହିଁ। ସେଥିପାଇଁ ଯୁବତୀ ମାନଙ୍କ ପ୍ରତି ମୁଁ କେଉଁ ପ୍ରକାର ଅନେଇବି? ମୁଁ ନିୟମ କରିଅଛି, ମୁଁ ବ୍ୟଭିଚାର ସ୍ୱରୂପେ କୌଣସି ପ୍ରକାର ଯୁବତୀକୁ ମୁଁ ଦୃଷ୍ଟିପାତ କରିବି ନାହିଁ। ଦେଖିଦେଲେ କଣ ଅଛି? ଆମେ ମାନେ ଭାବିଥାନ୍ତେ ଦେଖିଦେଲେ କଣ ଅଛି? କିଏ ନ ଦେଖୁଛି? ଆଖି ଅଛି ଆଉ ଦେଖିବିନି କି? ମୋର ପ୍ରିୟ ମାନେ, ଈଶ୍ୱରଙ୍କର ବାକ୍ୟ କୁହେ, ତୁମର ଦୁଇଟି ଅଙ୍ଗ ନେଇକି ନର୍କକୁ ଯିବା ଠାରୁ ଗୋଟିଏ ଅଙ୍ଗ ନେଇକି ସ୍ୱର୍ଗକୁ ଯିବା ଉତ୍ତମ ଅଟେ। ଯଦି ଗୋଟିଏ ଅଙ୍ଗ ତୁମର ନର୍କ ଯିବାର କାରଣ ହଉଛି ବା ସ୍ୱର୍ଗ ଯିବାର ବାଧା କାରଣ ହଉଛି, ତାକୁ ଉପାଡ଼ିକି ଫିଙ୍ଗି ଦିଅ ବୋଲି କୁହାଯାଏ। ମୋର ପ୍ରିୟ ମାନେ, ଇନର ପ୍ୟୁରିଟି, ହୃଦୟର ଶୁଚୀକରଣ, ଅନ୍ତରର ଶୁଚୀକରଣ, ଶୁଦ୍ଧିକରଣ, ଯଦି ଆମେ ମାନେ ଆମ ଚିତ୍ତକୁ ଆମ ମନକୁ ଶୁଚି କରିକି ରଖିବା ନାହିଁ, ତାହେଲେ ଏଇ ପ୍ରକାର ପାପରେ ନିଶ୍ଚିତ ରୂପେ ଆମେ ମାନେ ପଡିବା। ଆଉ ଯଦି ଏଇ ପ୍ରକାର ପାପରେ ପଡୁଛନ୍ତି, ତାହେଲେ ପରମେଶ୍ୱରଙ୍କର ଆମେ ନିକଟବର୍ତ୍ତୀ ହେଇପାରିବା ନାହିଁ। ତେବେ ପରମେଶ୍ୱର ମଧ୍ୟ ଆମର ନିକଟବର୍ତ୍ତୀ ହେଇପାରିବେ ନାହିଁ। ଆଉ ପରମେଶ୍ୱରଙ୍କୁ ଆମ ଜୀବନରେ, ଆମ କାର୍ଯ୍ୟରେ, ଆମର ସମସ୍ତ ଅବସ୍ଥାରେ ଆମେ ତାଙ୍କ ଉପସ୍ଥିତିକୁ ଲାଭ କରିବା ନାହିଁ। ଯଦି ମୋର ପ୍ରିୟ ମାନେ ପରମେଶ୍ୱରଙ୍କ ଉପସ୍ଥିତି ଆମ ଜୀବନରେ ନାହିଁ, ତାହେଲେ ଆମ ଜୀବନ ନର୍କ ହେଇଯିବ। କାହିଁକି? ସ୍ୱର୍ଗ ସେଇ ସ୍ଥାନ ଯେଉଁ ସ୍ଥାନରେ ପ୍ରଭୁଙ୍କର ଉପସ୍ଥିତି ଅଛି। ଆଉ ଯଦି ପ୍ରଭୁଙ୍କର ଉପସ୍ଥିତି ନାହିଁ, ସେ ପ୍ରକାର ସ୍ଥାନ ଅଟେ, ତାହା ନର୍କ। ଯଦି ଆଜି ଆମ ଜୀବନରେ ତାଙ୍କ ଉପସ୍ଥିତିକୁ ଆମେ ଅନୁଭବ କରିବା ନାହିଁ, ତାହେଲେ ଆମ ଜୀବନ ନର୍କ ସଦୃଶ ହେଇଯିବ। ସେଥିପାଇଁ ମୋର ପ୍ରିୟ ମାନେ, ଆମର ଆନ୍ତରିକ ଶୁଦ୍ଧତାର ଆବଶ୍ୟକତା ଅଛି। କିଏ ମଣିଷକୁ ନୁହେଁ, ମାତ୍ର ଆମେ ଜାଣିବା ଦରକାର ମତେ ପରମେଶ୍ୱର ମତେ କଣ କରୁଛନ୍ତି? ଦେଖୁଅଛନ୍ତି। ମାଥ୍ୟୁ ଲିଖିତ ସୁସମାଚାର 5 ତାର 27 ରୁ 29 এই ପଦ ଟିକେ ଆମେ ମାନେ ପଢିବା ଫଟାଫଟ। ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି ବ୍ୟଭିଚାର କର ନାହିଁ। କିନ୍ତୁ ମୁଁ ତୁମମାନଙ୍କୁ କହୁଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ। କାରଣ ତୁମ୍ଭର ସମସ୍ତ ଶରୀର ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ। ମୋର ପ୍ରିୟ ମାନେ, ପରମେଶ୍ୱର ଏଠି କୁହନ୍ତି, ଯିଏ ଦେଖିବ ସେ ଅଲରେଡି ବ୍ୟଭିଚାର କରିସାରିଲାଣି। କାହିଁକି? ତାର ଆନ୍ତରିକ ମନ, ଆନ୍ତରିକ ବିବେକ, ଅନ୍ତଃକଣ ତାର ଶୁଦ୍ଧ ନାହିଁ, ପ୍ୟୁରିଟି ନାହିଁ। ମୋର ପ୍ରିୟ ମାନେ, ଆମେ କେଉଁ ପ୍ରକାର ଶୁଦ୍ଧ ଜୀବନ କାଟୁଛୁ? ଆମ ଚିତ୍ତ କଣ କଣ ଚିନ୍ତା କରୁଛି? ଆମର ମନ, ଚିତ୍ତ କହିଲେ ଆମର ମନ, ଆମର ହୃଦୟ କଣ କଣ ଚିନ୍ତା କରୁଛି ଆଜି? କଣ କଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି ଆଜି? କେଉଁଥିରେ ସନ୍ତୁଷ୍ଟ ଲାଭ କରୁଛି? ସେଥିପାଇଁ ଆମେ ମାନେ ସଚେତନ ହେବା। କାରଣ ଇମ୍ପ୍ୟୁରିଟି ୱିଲ୍ ଆମକୁ ଏଇ ଅପବିତ୍ରତା ବା ଅଶୁଦ୍ଧତା ବା ଅଶୁଚିତା କଣ କରେ? ଆମକୁ ପରମେଶ୍ୱରଙ୍କ ଠାରୁ ପୃଥକ କରିଦିଏ। It separated us from God. ପରମେଶ୍ୱରଙ୍କ ଠାରୁ ଆମକୁ କଣ କରେ? ପୃଥକ କରିଦିଏ, ଅଲଗା କରିଦିଏ। କାହିଁକି? ଈଶ୍ୱର ପାପରେ ରହିପାରିବେ ନାହିଁ। କିନ୍ତୁ ଆମର ପ୍ୟୁରିଟି ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଏ। ପରମେଶ୍ୱରଙ୍କ
ମଧ୍ୟ ଆମର ନିକଟବର୍ତ୍ତୀ କରାଏ। ସେଥିପାଇଁ ଆମେ କେଉଁ ପ୍ରକାର ଜୀବନ କାଟୁଅଛନ୍ତି ତାହା ଆମକୁ ଚିନ୍ତା କରିବାର ଆବଶ୍ୟକତା ଅଛି। ପ୍ରଥମ ଥେସଲୋନିକୀୟ 4 ତାର 3 ରୁ 7 ଟିକେ ଫଟାଫଟ ପଢିବା କି? କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ଏ ଈଶ୍ୱରଙ୍କର ଇଚ୍ଛା କ'ଣ ଅଟେ? ଆମେ ମାନେ ଯେପରିକା ପିଓର ହେଉ, ପବିତ୍ର ହେଉ, ଶୁଦ୍ଧ ହେଉ, ଏହା ହିଁ ପରମେଶ୍ୱରଙ୍କର ଇଚ୍ଛା ଅଟେ। ତାପରେ ଅର୍ଥାତ୍ ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ ହୁଅ। ତୁମେ ମାନେ କ'ଣ କର? ଯେପରି ବ୍ୟଭିଚାରରୁ ପୃଥକ ହୁଅ। ଆଉ ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ବିଜାତିମାନଙ୍କ ପରି କାମାଭିଳାଷୀ ନ ହୋଇ, ଈଶ୍ୱରଙ୍କ ସମ୍ବନ୍ଧରେ ଆମେ ମାନେ ଅଜ୍ଞ ନ ରହୁ। ଯେପରିକା ଯୀଶୁଙ୍କୁ ଜାଣିନଥିବା ବ୍ୟକ୍ତିମାନେ, ସେମାନଙ୍କ ପାଇଁ ବ୍ୟଭିଚାର ପାପ ନୁହେଁ। ସେମାନେ କ'ଣ କୁହନ୍ତି? ଇଏ କରୁଛି, ସିଏ କରୁଛି। ଆମର ଦେବତା ବି ମଧ୍ୟ ବି ତ କରିଛନ୍ତି ଏସବୁ କାମ, କାହିଁକି ଆମେ କରିବାନି? ସେମାନେ ବିଜାତି ମାନଙ୍କର ଥଟ୍ସ କିଏ ନ କରୁଛି? କିନ୍ତୁ ଯଦି ଆପଣ ପ୍ରଭୁଙ୍କୁ ଖ୍ରୀଷ୍ଟଙ୍କୁ ଜାଣିଛନ୍ତି, ଆପଣ ଏମିତିକା ଚିନ୍ତା କରିଲେ ପରମେଶ୍ୱର ଗ୍ରହଣ କରିବେ ନାହିଁ। ତାପରେ ପ୍ରତ୍ୟେକ ପବିତ୍ର ଓ ସମାଦର ଭାବରେ ଆପଣା ଆପଣା ନିମନ୍ତେ ଭାର୍ଯ୍ୟା ଗ୍ରହଣ କରିବାକୁ ଜାଣ। ହଁ, ପୁଣି ବିବାହ କର କିନ୍ତୁ ବ୍ୟଭିଚାର କର ନାହିଁ। ତାପରେ ଯେପରି କେହି ଏ ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ହଁ ଯେଣୁ ପ୍ରଭୁ ଏ ସମସ୍ତ ବିଷୟରେ ଦଣ୍ଡଦାତା। ହଁ ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ। ଅର୍ଥାତ୍ ମୋର ପ୍ରିୟ ମାନେ, ଆମେ ମାନେ ଆମର ଆଚରଣ, ଉଚ୍ଚାରଣ, ଭାବନା, ଚିନ୍ତା ଏ ସକଳ ବିଷୟରେ ଆମକୁ ପବିତ୍ରତା ହେବାର ଆବଶ୍ୟକତା ଅଛି। ଏଭ୍ରି ପୁସ୍ତକ 12:14 ଫଟାଫଟ ଟିକେ ପଢନ୍ତୁ। ୱିଦାଉଟ୍ ହୋଲିନେସ୍ no one will see the Lord। ପବିତ୍ରତା ବିନୁ କେହି ସଦା ପ୍ରଭୁଙ୍କ ଦର୍ଶନ ପାଇପାରିବ ନାହିଁ। ପ୍ୟୁରିଟି ବିନୁ କେହି ସଦା ପ୍ରଭୁଙ୍କର ଦର୍ଶନ ପାଇପାରିବ ନାହିଁ। ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିରେ ଅନୁସରଣ କର। ସେଇଥିରେ ଅନୁସରଣ କର। ଡେ ବାଇ ଡେ ଫଲୋ କର। କେମିତିକା ମୁଁ ପବିତ୍ର ହେଇପାରିବି, ଆହୁରି ପବିତ୍ର ହେବି, ଆହୁରି ପବିତ୍ର ହେବି, ଆହୁରି ସୂଚି ହେବି। ସେ ବିଷୟକୁ ଦିନ ପ୍ରତିଦିନ ଆମକୁ ଶିଖିବାର, ପ୍ରାକ୍ଟିସ କରିବାର ଆବଶ୍ୟକତା ଅଛି। ମୋର ପ୍ରିୟ ମାନେ, ସେଥିପାଇଁ କିପରି ଭାବେ ଆମେ ମାନେ ପବିତ୍ର ହେଇପାରିବା, କିପରି ଭାବେ ଆମେ ମାନେ ସୂଚି ବିବେକ ରଖିପାରିବା? ପଢନ୍ତୁ ଗୋଟେ ପଦ ଖାଲି, କଲୋସ୍ୟ 3:5। ତୁମମାନଙ୍କର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡ଼ିକ ଅର୍ଥାତ୍ ତୁମମାନଙ୍କ ଶାରୀରିକ କାର୍ଯ୍ୟ ଗୁଡାକର ନିମନ୍ତେ ତୁମେ ସଚେତନ ହୁଅ। ଶାରୀରିକ ଫଳ କଣ ବାହାରୁଛି, ତୁମେ ସେ ବିଷୟରେ ସଚେତନ ହୁଅ। ତେବେ ଯାଇକି ଆମେ ମାନେ ପିଓରିଟି ଲାଭ କରିପାରିବା, ପିଓର ହେଇପାରିବା। କଣ ହେଇପାରିବା? ପଢନ୍ତୁ। ତୁମେ ମାନେ ଯେପରି ବ୍ୟଭିଚାର, ଅଶୁଚିତା, କାମ ଆଉ କୁଅଭିଳାଷ, ପୁଣି ପ୍ରତିମା ପୂଜା ରୂପ ଲୋଭ, ଲୋଭ, ଏଇ ସବୁ ପ୍ରତି ମୃତ ହୁଅ। ଏଇ ପ୍ରତି ସବୁ ଆମକୁ ମରିବାର ଅଛି। ଡେଲି ମରିବାର ଅଛି। କାହିଁକି? ଏଇ ସକଳ ବିଷୟ ଥିବ ଯଦି ରହିବ, ତାହେଲେ ଆମେ ନିଜକୁ ପବିତ୍ର କରିପାରିବା ନାହିଁ, ନିଜକୁ ଶୁଦ୍ଧ କରିପାରିବା ନାହିଁ, ଆମ ମନକୁ ଏକ ପ୍ରଭୁର ଦାସ କରିପାରିବା ନାହିଁ। ଏ ସକଳ ବିଷୟରୁ ଆମକୁ ପୃଥକ ହେବାର ଅଛି। ମୋର ପ୍ରିୟ ମାନେ, ସେଥିପାଇଁ ଆଜିର ବାକ୍ୟ ଥିଲା, ଶୁଦ୍ଧ ଚିତ୍ତ ଲୋକେ ଧନ୍ୟ, କାରଣ ସେଇମାନେ ହିଁ ଈଶ୍ୱରଙ୍କର ଦର୍ଶନ ପାଇବେ। ଯଦି ଆମେ ଆଚରଣ, ଉଚ୍ଚାରଣ, ଚାଲିଚଳନ, ମନ, ହୃଦୟ, ବିବେକ ପ୍ରତି ଆଜି ଆମେ ମାନେ ସଚେତନ ନ ହେବା, ଯଦି ଶୁଦ୍ଧ ଭାବରେ ନିଜକୁ ପିଓର ନ କରିବା, ଯଦି ଆମେ ଆମର ଇଣ୍ଟରନାଲ ପୁରୁଷକୁ ବା ଆନ୍ତରିକ ପୁରୁଷକୁ ଯଦି ଆମେ ମାନେ ପବିତ୍ର ନ କରିବା,
ବାହାରେ ଖାଲି ହାଲେଲୁୟା ପ୍ରେଜ ଦ ଲର୍ଡ କହିଲେ କିଛି ଲାଭ ହେବ ନାହିଁ। ବାହାରେ ସକାଳୁ ପ୍ରାର୍ଥନାରେ ଜଏନ କଲେ କିଛି ଲାଭ ନାହିଁ। ଦିନ ସାରାର ମତେ କଣ କରିବାର ଅଛି? ମୋର ଭିତର ପୁରୁଷକୁ ମୁଁ କଣ କରିବି? ପବିତ୍ର କରିବି, ପିଓର କରିବି। এই সকল মন্দতা ଠାରୁ ମୁଁ ନିଜକୁ ଦୂରେଇ ରଖିବି। ତେବେ ମୋର ପ୍ରିୟ ମାନେ ରିୱାର୍ଡ ପାଇବି। କଣ ରିୱାର୍ଡ ପାଇବି? ତ ପ୍ରେଜେନ୍ସ ଅଫ ଦ ଲର୍ଡ, ଈଶ୍ୱରଙ୍କର ଉପସ୍ଥିତି। ମୁଁ ଯୁଆଡେ ଯିବି ପ୍ରଭୁଙ୍କ ଉପସ୍ଥିତି ଅନୁଭବ କରିବି। ଅନେକ ଲୋକ ପ୍ରଶ୍ନ କରନ୍ତି ପ୍ରଭୁଙ୍କ ରବ କେମିତି ଶୁଣିବା? ପ୍ରଭୁଙ୍କ ଉପସ୍ଥିତି ଆସିଲେ ଶୁଣିବା। ଆମେ କେମିତି ଅନୁଭବ କରିବା ପ୍ରଭୁ ଆମ ସହିତ ଅଛନ୍ତି? ଯେତେବେଳେ ପ୍ୟୁରିଟି ଆମେ ନିଜ ଆନ୍ତରିକ ପୁରୁଷ ପିଓର ହେବା, ମୋର ପ୍ରିୟ ମାନ ସେତେବେଳେ ପ୍ରଭୁଙ୍କ ଉପସ୍ଥିତିକୁ ଅନୁଭବ କରିବା। ଯେତେବେଳେ ପ୍ରଭୁଙ୍କ ଉପସ୍ଥିତିକୁ ଅନୁଭବ କରିବା ସେତେବେଳେ ତାର ପ୍ରଭାବକୁ ମଧ୍ୟ ଆମେ ଅନୁଭବ କରିବା। ତାଙ୍କ ରବକୁ ଆମେ ଶୁଣିବାକୁ ପାରିବା ଆମ ହୃଦୟରେ, ଆମ କର୍ଣ୍ଣରେ, ଆଉ ତାଙ୍କ ରବକୁ ମଧ୍ୟ ଶୁଣିବାକୁ ପାରିବା। ତେବେ ମୋର ପ୍ରିୟ ମାନେ ଆଜିର ବିଷୟ ନିଜକୁ ଶୁଦ୍ଧ କରିବା, ଆମର ଚିତ୍ତକୁ ଶୁଦ୍ଧ କରିବା, ଆମର ହୃଦୟକୁ ଶୁଦ୍ଧ କରିବା। ତହିଁରେ ପରମେଶ୍ୱରଙ୍କର ଦର୍ଶନ କରିପାରିବା, ଅର୍ଥାତ୍ ପ୍ରଭୁଙ୍କ ଉପସ୍ଥିତି ଆଜି ଦିନରେ ଆମେ ମାନେ ଅନୁଭବ କରିବା। ଆମେନ୍। ତେବେ ଆସୁ ଆମେ ମାନେ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି। ତୁମେ ଦୟା କରିଛ, ଅନୁଗ୍ରହ କରିଛ। ବିଶେଷ ଭାବରେ ତୁମରି ବାକ୍ୟ ଦେଇ ତୁମେ ଆମକୁ କଥା ହେଲ ପ୍ରଭୁ। ଆମେ ଯେମିତିକା ଶୁଦ୍ଧ ଚିତ୍ତ ହେଇପାରିବା, ଶୁଦ୍ଧ ବିବେକ ହେଇପାରିବା, ଆମେ ଯେମିତିକା ପବିତ୍ର ଜୀବନ କାଟି ପାରିବା ଆଜି, ସେଥିପାଇଁ ତୁମେ ଆମକୁ ସାହାଯ୍ୟ କର। এই ବାକ୍ୟ 100 ଗୁଣ ଯେପରି ଆମ ଜୀବନରେ ଫଳ ଫଳିବାକୁ ପାରିବ ତୁମେ ସାହାଯ୍ୟ କର। ପୁଣି ପ୍ରଭୁ ମୁଁ ପ୍ରାର୍ଥନା କରୁଛି ଯେପରି এই ବାକ୍ୟ ଅନୁଯାୟୀ ଆଜି ଆମେ ଜୀବନ କାଟିବା। ଆମେ ଭୁଲିବା ନାହିଁ ମତେ କିଏ ଦେଖୁ ନ ଦେଖୁ, ମାତ୍ର ସଦା ପ୍ରଭୁ ଦେଖୁଅଛନ୍ତି। ଦୁଇ ପ୍ରକାର ଜୀବନ କାଟିବା ନାହିଁ। ସେଥିପାଇଁ ତୁମେ ଅନୁଗ୍ରହ କର ପ୍ରଭୁ, ତୁମେ ସାହାଯ୍ୟ କର। ଯେପରି ଆଜି ଦିନ ଭରି ପ୍ରତ୍ୟେକ ବିଷୟରେ ଆମେ ତୁମର ଉପସ୍ଥିତିକୁ ଲାଭ କରିବାକୁ ପାରିବା, ତୁମେ ଦୟା କର। ପିତା ଧନ୍ୟବାଦ ଦେଇ এই ପବିତ୍ର ବାକ୍ୟ ନିମନ୍ତେ ତୁମରି ଗୌରବ କରୁ ପ୍ରକାଶ ନିମନ୍ତେ ଧନ୍ୟବାଦ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଛି। ଆମେନ୍।